ଯେତେବେଳେ ପ୍ରଭୁ ପାରିଜାତ ପୁଷ୍ପ ତରୁକୁ ହରଣ କରିଛନ୍ତି ସେତେବେଳେ ଇନ୍ଦ୍ରଦେବ କୋପ କରି ପ୍ରଭୁଙ୍କ ସହିତ ଯୁଦ୍ଧ କରୁଛନ୍ତି। ଆଉ ଏ କଥା ନାରଦ ବ୍ରହ୍ମଦେବଙ୍କ ପାଖରେ କହିଛନ୍ତି। ଆଉ ବ୍ରହ୍ମଦେବ ଆସି ପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି। ପ୍ରଭୁଙ୍କର ବିଶ୍ୱରୂପକୁ ଦର୍ଶନ କରି ପ୍ରାର୍ଥନା କରୁଛନ୍ତି, ହେ ପ୍ରଭୁ ଆପଣ ହେଉଛନ୍ତି ଏ ତ୍ରିଜଗତର କର୍ତ୍ତା, ଏ ତ୍ରିଲୋକର ନାଥ। ଆପଣଙ୍କ ମାୟାକୁ କେହି ବି ବୁଝି ନାହାନ୍ତି କି ବୁଝିପାରିବେନି। ଯଦି ଇନ୍ଦ୍ର କିଛି ନ ଜାଣି ନ ଶୁଣି ଆପଣଙ୍କ ସହିତ ଅନ୍ୟାୟ କରିଛି, ଅତ୍ୟାଚାର କରିଛି, କଟୁକ୍ତି ବାକ୍ୟ ପ୍ରୟୋଗ କରିଛି, ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ତେଣୁ ବ୍ରହ୍ମଦେବ ଯେତେବେଳେ ପ୍ରାର୍ଥନା କରୁଛନ୍ତି ସେତେବେଳେ ପ୍ରଭୁ କ'ଣ କହୁଛନ୍ତି? ବ୍ରହ୍ମାଙ୍କର ବଚନରେ ହେଲେ ଦେବତୋଷ, ବିଷ୍ଣୁକୁ ପ୍ରବୋଧି ଇନ୍ଦ୍ର ଆଗରେ ପ୍ରବେଶ। ବିଷ୍ଣୁଙ୍କୁ ପ୍ରବୋଧି ଇନ୍ଦ୍ର ଆଗରେ ପ୍ରବେଶ। ବିଷ୍ଣୁଙ୍କୁ ପ୍ରବୋଧି ଇନ୍ଦ୍ର ଆଗରେ ପ୍ରବେଶ। ପିତାମହ ଆଗମନ ଦେଖି ସୁନାସିର, ଐରାବତ ପୁଷ୍ଟୁ ଓଲାଇଲେ ଧାତିକାର। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀମଧୁସୂଦନ। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀମଧୁସୂଦନ। ଅଷ୍ଟରତ୍ନ ସୁଧ ପାତ୍ରେ ଗଙ୍ଗା ଜଳ ଥଇ, ବ୍ରହ୍ମାଙ୍କ ଚରଣୀ ଅଭିଷେକ କଲେ ନେଇ। ବ୍ରହ୍ମାଙ୍କ ଚରଣେ ଅଭିଷେକ କଲେ ନେଇ। ବ୍ରହ୍ମାଙ୍କ ଚରଣେ ଅଭିଷେକ କଲେ ନେଇ। ତେଣୁ ଆଜି ବ୍ରହ୍ମଦେବ ପ୍ରଭୁଙ୍କୁ ସ୍ତୁତି କରି ପ୍ରଭୁଙ୍କୁ ସାନ୍ତ୍ୱନା କରି ଯେତେବେଳେ ଆସି ଇନ୍ଦ୍ରଙ୍କର ଆଗରେ ପହଞ୍ଚିଗଲେ, ଇନ୍ଦ୍ରଦେବ ବ୍ରହ୍ମଦେବଙ୍କୁ ଦେଖି ଆଜି ଅର୍ଘ୍ୟ ଥାଳି ନେଇ ବନ୍ଦାପନା କରୁଛନ୍ତି, ତାଙ୍କର ପାଦ ଧୌତ କରିଦେଉଛନ୍ତି ଏବଂ ତାକୁ ସୁଦିବ୍ୟ ଆସନରେ ବସେଇ ପଚାରୁଛନ୍ତି, ହେ ବ୍ରହ୍ମଦେବ ଆଜି ସେ ମୂଢ଼ ମର୍ତ୍ତର ମାନବ ସେ ଶ୍ରୀକୃଷ୍ଣ ଆଜି କ'ଣ କରିଛି ଜାଣିଛନ୍ତି? ଏ ସ୍ୱର୍ଗପୁରକୁ ଆସି ଅନେକ ଦିନ ଏଠି ରହି ତାପରେ ପାରିଜାତ ପୁଷ୍ପକୁ ହରଣ କରି ନେଇଛି। ତେଣୁ ବ୍ରହ୍ମଦେବକୁ ଯେତେବେଳେ କହୁଛନ୍ତି, ହେ ବ୍ରହ୍ମଦେବ ଏଥର ମୁଁ ଯାଉଛି ସେ ଦ୍ୱାରକାପୁରକୁ ଯାଇ ସେ ଯାଦବ ବଳକୁ ବିନାଶ କରିବି, ସମସ୍ତ ଯାଦବମାନଙ୍କୁ ବିନାଶ କରିବି। ବ୍ରହ୍ମଦେବ ଯେତେବେଳେ ଇନ୍ଦ୍ରଦେବଙ୍କର ଏ କଥାକୁ ଶୁଣିଲେ ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇ ଇନ୍ଦ୍ରଦେବକୁ ଚାହୁଁଛନ୍ତି। ଏ ଇନ୍ଦ୍ର ବୁଝିପାରୁନି କେମିତି ପ୍ରଭୁଙ୍କୁ ଚିହ୍ନି ପାରୁନି, କେମିତି ଜାଣିପାରୁନି ସେ ଯାହାଙ୍କ ସହିତ ଯୁଦ୍ଧ କରିବାକୁ ଯାଉଛି ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଏ ତ୍ରୈଲୋକ୍ୟର ନାଥ ସ୍ୱୟଂ ନାରାୟଣ, ଅନାଦି ବିଷ୍ଣୁ। ତେଣୁ ତାକୁ ଜାଣିପାରିଲାନି କେମିତି ଇନ୍ଦ୍ର। ତେଣୁ ଏ କଥା ବ୍ରହ୍ମଦେବ ଚିନ୍ତା କରୁଛନ୍ତି। ଏବେ ଦ୍ୱାରକାପୁରକୁ ଦେଇ ନମୁ ଧାଡ଼ି, ଯାଦବେ ମାରି ଦ୍ୱାରକା ଆଣିବି ଉଜାଡ଼ି। ଯାଦବେ ମାରି ଦ୍ୱାରକା ଆଣିବି ଉଜାଡ଼ି। ଯାଦବେ ମାରି ଦ୍ୱାରକା ଆଣିବି ଉଜାଡ଼ି। ଶୁଣି କରି ପିତାମହ ପାଇଲେ ବିରାଗ, ବୋଇଲେ ହାତୁ କଲେ ଯିବ ତୋର ସ୍ୱର୍ଗ। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀମଧୁସୂଦନ। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀମଧୁସୂଦନ। ଇନ୍ଦ୍ର ଲୋକେ କରି ବୁଟି ଯେବେ ଅବିଚାର, ସଂସାର ନା ସଜୀବ ତ ହେବ ନାର ଖାର। ସଂସାର ନା ସଜୀବ ତ ହେବ ନାର ଖାର। ସଂସାର ନା ସଜୀବ ତ ହେବ ନାର ଖାର। ଛାଡ଼ ତୁଇ ମନୁତାପ, ଛାଡ଼ ଦୁଷ୍ଟ ମତି, ଚିରସ୍ଥାୟୀ ହେବ ତୋର ସକଳ ସମ୍ପତ୍ତି। ଛାଡ଼ ତୁଇ ଦୁଷ୍ଟପଣ କର ଆମ୍ବ ବୋଲ, ଆମ୍ବ ବଚନ ଲଙ୍ଘିଲେ ନାହିଁ ତୋର ଭଲ। ଆମ୍ଭ ବଚନ ଲଙ୍ଘିଲେ ନାହିଁ ତୋର ଭଲ। ଆମ୍ଭ ବଚନ ଲଙ୍ଘିଲେ ନାହିଁ ତୋର ଭଲ। ତେଣୁ ଆଜି ଇନ୍ଦ୍ରଦେବ କହୁଛନ୍ତି, ହେ ବ୍ରହ୍ମଦେବ ଆଜି ମୁଁ ବିଚାର କରିଛି, ସେ ମର୍ତ୍ତ୍ୟ ଲୋକ ଯାଇ ଦ୍ୱାରକାପୁରକୁ ଯିବି, ଆଉ ସେ ଦ୍ୱାରକାପୁରକୁ ଧ୍ୱଂସ ବିଧ୍ୱସ୍ତ କରିବି, ଆଉ ସେ ଯାଦବମାନଙ୍କୁ ମୁଁ ନିଶ୍ଚିତ ମୃତ୍ୟୁ ମୁଖରେ ପକାଇବି।
ଯେତେବେଳେ ଏ କଥା ଶୁଣିଦେଲେ ବ୍ରହ୍ମଦେବ କହୁଛନ୍ତି ହେ ଇନ୍ଦ୍ରଦେବ ତମେ କ'ଣ ବାଇଆ ହେଇଗଲ? ତମ ମୁଣ୍ଡରେ କ'ଣ ବୁଦ୍ଧିଶୁଦ୍ଧି କିଛି ବି ନାହିଁ? ତମେ ସ୍ୱୟଂ ପ୍ରଭୁଙ୍କୁ ଚିହ୍ନି ପାରୁନ? ତମେ ଯାହାଙ୍କ ସହିତ ଯୁଦ୍ଧ କରିବାକୁ ଯାଉଛ ଜାଣିଛ ତାର ପରିଣତି କ'ଣ ହେବ? ନା ତମର ଏ ସ୍ୱର୍ଗଲୋକ ଥିବ, ନା ତମ ଇନ୍ଦ୍ରଲୋକ ଥିବ, ନା ତମ ଇନ୍ଦ୍ର ପଦ ଥିବ। ଯଦି ଯୁଦ୍ଧ କରିବା କଥା ଚିନ୍ତା ବି କର ତାହେଲେ ତୁମର ଇନ୍ଦ୍ର ପଦ ବି ରହିବନି କି ତୁମ ଇନ୍ଦ୍ର ଲୋକ ବି ରହିବନି। ତେଣୁ ଏ ଯୁଦ୍ଧ କଥା ମନ ଭିତରୁ ଛାଡ଼ି ଦିଅ। ଯେତେବେଳେ ଇନ୍ଦ୍ରଦେବକୁ କହୁଛନ୍ତି ବ୍ରହ୍ମଦେବ, ସେତେବେଳେ ଇନ୍ଦ୍ରଦେବ ବ୍ରହ୍ମଦେବଙ୍କର କଥାକୁ ଶୁଣୁଛନ୍ତି।